ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ଖେଳାଳିମାନଙ୍କ କେନ୍ଦ୍ରୀୟ କଣ୍ଟ୍ରାକ୍ଟ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ ଆଣିବାକୁ ଯୋଜନା କରିଛି। ପ୍ରସ୍ତାବିତ ଯୋଜନା ଅନୁସାରେ ଏବେ ପ୍ରଚଳିତ A+ ଗ୍ରେଡ୍କୁ ହଟାଇ ଦିଆଯିବ ଓ କେବଳ A, B ଓ C ଗ୍ରେଡ୍ ରହିବ। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଭାରତୀୟ କ୍ରିକେଟ ଖେଳାଳିମାନଙ୍କୁ 4ଟି ବର୍ଗରେ ବିଭକ୍ତ କରାଯାଇଛି। ତେବେ ଏହି ବ୍ୟବସ୍ଥା ମଧ୍ୟରେ କେବଳ 4 ଜଣ ଖେଳାଳି ବିସିସିଆଇଠାରୁ ସର୍ବାଧିକ ବାର୍ଷିକ ଦରମା ପାଆନ୍ତି। ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଥିବା ଚୟନ କମିଟି ଖେଳାଳିମାନଙ୍କ କେନ୍ଦ୍ରୀୟ କଣ୍ଟ୍ରାକ୍ଟ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ଓ ଏହି ପ୍ରସ୍ତାବ ଏବେ ବିଚାରାଧୀନ ରହିଛି। ତେବେ ଏହି ନୂଆ ବ୍ୟବସ୍ଥା ଲାଗୁ ହେଲେ ବିରାଟ କୋହଲି, ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରାଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଗ୍ରେଡ୍ ହ୍ରାସ ପାଇବ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିନାମାରେ ଗ୍ରେଡ୍ A ପରିବର୍ତ୍ତେ ଗ୍ରେଡ୍ B ରେ ରଖାଯାଇପାରେ। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ରୋହିତ ଏବଂ କୋହଲି କେବଳ ଅନ୍ୟ 2 ଖେଳାଳି ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ବିସିସିଆଇ ଦ୍ୱାରା ବାର୍ଷିକ 7 କୋଟି ଟଙ୍କା ଦରମା ପ୍ରଦାନ କରାଯାଏ। ଏହି 4 ଜଣ ଖେଳାଳି ଗ୍ରେଡ୍ A ଅଧୀନରେ ଆସି ପ୍ରତିବର୍ଷ 7 କୋଟି ଟଙ୍କା ଦରମା ପାଆନ୍ତି, ଯାହା ବିସିସିଆଇ ଦ୍ୱାରା ପ୍ରଦାନ କରାଯାଇଥିବା ସର୍ବାଧିକ ଦରମା। ତେବେ ଗ୍ରେଡ୍ A ରେ ଖେଳାଳିମାନେ ଯେପରିକି ଶୁଭମନ ଗିଲ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବାର୍ଷିକ 5 କୋଟି ଟଙ୍କା ଦରମା ପାଆନ୍ତି। ଭାରତୀୟ ଟେଷ୍ଟ ଏବଂ ଓଡିଆଇ ଦଳର ଅଧିନାୟକ ଶୁଭମନ ଗିଲ୍ ଏହି ବର୍ଗରେ ପଡ଼ନ୍ତି। ଜଣେ ପ୍ରଶଂସନୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସମାନ ଦରମା ପାଆନ୍ତି। ତେବେ ଜାଡେଜା T20ରୁ ଅବସର ନେଇଥିବା ବେଳେ ଦିନିକିଆରେ ତାଙ୍କର ପ୍ରଦର୍ଶନ ଭଲ ରହୁନାହିଁ। ସେହିପରି ବୁମରାଙ୍କୁ ଦ୍ୱିପାକ୍ଷିକ ସିରିଜରେ ବିଶ୍ରାମ ଦିଆଯାଇଛି। ଏଣୁ ଏବେ ଟିମ୍ ଇଣ୍ଡିଆରେ କୌଣସି ଅଲ୍ ଫର୍ମାଟ୍ ଖେଳି ନାହାନ୍ତି। ଏଣୁ ଏହି ପରିବର୍ତ୍ତନ ବିଷୟରେ ବିସିସିଆଇ ଚିନ୍ତା କରୁଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସ୍ପୋର୍ଟସ୍।